ଯେତେ ଚାଲିଲ ଯାହେଲେ ବାଟର ଦୋଷ ବୁଝିପାରିଲେ ନା। ବିଜୁ ଜନତା ଦଳ ତା ଲୋକ ରଖିପାରୁନି ଏବଂ ମମତା ମାହାତ ତ ଆମ ଯେ ମାନ୍ୟବର ସାଂସଦ ରାଜ୍ୟସଭା ସେ ଖୋଲାଖୋଲି କହିଛନ୍ତି ମୁଁ ଆଉ ଦଳ ଭିତରେ ଅଲଗା ହେଇକି ରହିଛି, ମୋର ସେବା ଆଉ ଚାହୁଁନାହାନ୍ତି। ସେ ଥିଲାଲି ସେ କହିଦେଇଛି ଆଉ ତେଣୁ ସେମାନେ ରଖିପାରିଲେନି। ଏବଂ ମମତା ମାହାତଙ୍କୁ ଯେଉଁଥିପାଇଁ ଆଜି କରାଯାଇଥିଲା ସଦସ୍ୟ ରାଜ୍ୟସଭା ସଦସ୍ୟ କରାଯାଇଥିଲା ଏବଂ ବିଶେଷ କରି ନିର୍ଦ୍ଦିଷ୍ଟ ଗୋଟେ ଜାତିକୁ ଆଜି ପ୍ରତିନିଧିତ୍ୱ କରୁଥିଲା। କୁର୍ମୀ ଜାତି ଅଛି ଗୋଟେ, ଆପଣ ପୂର୍ବେ ଜାଣିଛନ୍ତି ପାଖାପାଖି 35 ଲକ୍ଷ ଅଛନ୍ତି କୁର୍ମୀ ଆମ ଓଡ଼ିଶାରେ, ବିଶେଷ କରି ଉତ୍ତର ଓଡ଼ିଶାରେ କେଉଁଝର ଏବଂ ମୟୂରଭଞ୍ଜ ବାଲେଶ୍ୱର ମଧ୍ୟ ପାର୍ଟ ଅଛନ୍ତି। ତାଙ୍କର ମାନେ ଆପଣଙ୍କ ଶିକ୍ଷା ଅର୍ଥନୀତି ଏସବୁ ଜିନିଷର ବିକାଶ ହେଇପାରିନି, ଯାହାଫଳରେ କି ଆଜି ସେ ଜାତିର ବିକାଶ କରିବା ପାଇଁ ତାଙ୍କୁ ନିଆଯାଇଥିଲା। ଯେତେବେଳେ ସେମାନେ ବିଜୁ ଜନତା ଦଳ ସାଙ୍ଗରେ ସେ ଜାତି ରହିଲାନି, ସେତେବେଳେ ତାକୁ ପୁଣି ସେ ଜାତିକୁ ବ୍ୟାକ୍ କରିବା ପାଇଁ ଏବଂ ବିଜୁ ଜନତା ଦଳକୁ ଯେତେବେଳେ ସୁଦୃଢ଼ କରିବା ପାଇଁ ତାକୁ ନିଆଯାଇଥିଲା ଏବଂ ସେହି ହିସାବରେ ତାକୁ ରାଜ୍ୟସଭା ସାଂସଦ କରାଯାଇଥିଲା। କିନ୍ତୁ ଜାତୀୟ ଉନ୍ନତି ହେଲାନି, ନା ନିଜର ଉନ୍ନତି କଲା ନା ଜାତୀୟ ଉନ୍ନତି ହେଇପାରିଲା। ଏବଂ ଦ୍ୱିତୀୟ କଥା ହେଉଛି ତାକୁ ଯେତେବେଳେ ଦଳ ଦେଖିଲା ଅଲଗା ହିସାବରେ ତାକୁ ମାନେ ତାର ଆବଶ୍ୟକତା ନାହିଁ ମନେ ଯେତେ ମନେ କରିଛି ଏ କହିଲା ମୁଁ କାହିଁ ରହିବି, ଆଉ ମୋର ତ ଆବଶ୍ୟକତା ମୋ ନାହିଁ, ମୋତେ ରୋଡ଼ା ନାହିଁ, ମୁଁ କାହିଁ ରହିବି ଏଠି। ଆଉ ଆପଣଙ୍କ ଆଡ଼େ ଆସୁଛନ୍ତି ନା ମୁଁ କଥା ହେଇନାହିଁ, ତାଙ୍କୁ ଯୋଗାଯୋଗ ଛୁଇଁ ଯାଉଥିଲା, ମୁଁ କଥା ହେଇପାରିନି। ଚର୍ଚ୍ଚା ହେଉଛି ସେ ଖୁବ୍ ଶୀଘ୍ର ବିଜେପି ସହ ଯୋଗ ଦେବେ ବୋଲି। ଚର୍ଚ୍ଚା ଯେତେବେଳେ ଦେଖନ୍ତୁ ଯାହା ତ ଗୋଟେ କାହାର ପକ୍ଷ ନେବ ନା, ସେ ଯେ ରାଜନୀତି ଲୋକ ସେ ତ କାହାର ପକ୍ଷ ନେବ, କିନ୍ତୁ ଚର୍ଚ୍ଚା ସାଧାରଣ ଚର୍ଚ୍ଚା କରୁଛନ୍ତି। ଯେହେତୁ ରୁଲିଂରେ ବର୍ତ୍ତମାନ ଅଛି ବିଜେପି, ତେଣୁ ସ୍ୱାଭାବିକ ସମସ୍ତେ କହିବେ ସେ ବିଜେପି ଛାଡ଼ିକି ନୂତନ ବିଜେପି ହୋଇଛନ୍ତି, ଆଉ କିନ୍ତୁ ସେ ଜିନିଷ ନୁହଁ। କିନ୍ତୁ ଆଉ ଗୋଟେ ଚର୍ଚ୍ଚା ହେଉଛି ଯେ ଆପଣ ଜଣେ ବିଜେପିର ନେତାଙ୍କୁ ରାଜ୍ୟସଭା ପଠାଇବେ, ସେଇଥିପାଇଁ ତାଙ୍କୁ ଆପଣ ମନେଇକି ଆଣୁଛନ୍ତି ଦଳକୁ। ଦେଖନ୍ତୁ ଯେତେବେଳେ ବହୁ ଜିନିଷ କ'ଣ ହୁଏ କି ଯେତେ ଗୋଟେ ଘଟଣା ଅଘଟଣା ଘଟେ ଆଲୋଚନା ସମାଲୋଚନା ତର୍ଜମା ସମସ୍ତେ କରନ୍ତି, କାରଣ ସ୍ୱାଭାବିକ ଚର୍ଚ୍ଚା ପରିସରକୁ ସେଟା ସ୍ୱାଭାବିକ ଆସେ। ଆଉ କାଲି ପ୍ରମିଳା କହୁଛନ୍ତି ଯେ ଗୋଟେ ଜାତୀୟ ଦଳ ଭାଙ୍ଗିଦେବା, ଆପଣ ସିଧା ଇଣ୍ଡିକେସନ୍ ଆପଣ ଦଳ ଭାଙ୍ଗିଦେବା ପାଇଁ ଚକ୍ରାନ୍ତ କରିଛନ୍ତି, ମୌଜୁର ସଂଗଠନ ଭାଙ୍ଗି ଚକ୍ରାନ୍ତ କରିଛନ୍ତି। ଗୋଟେ କଥା ମୁଁ କହିଲିନି ନା ଯେ ଚାଲିନ ଯାହେଲେ ବାଟର ଦୋଷ, ଦଳକୁ ପରିଚାଳନା କରିବାରେ ଭୁଲ ତ୍ରୁଟି ନିଜର ସେମାନେ ଜାଣିପାରୁନାହାନ୍ତି, ସେମାନେ ଆତ୍ମସମୀକ୍ଷା କରୁନାହାନ୍ତି କେଉଁ ଭୁଲଟା କରିଛନ୍ତି। ଦଳ ଆପଣମାନେ ଭୁଲକି ଜାଣିଛନ୍ତି, ତାଙ୍କ ଦଳ ନେତାମାନଙ୍କ ଉପରେ ଲାଷ୍ଟ ଟେଣ୍ଟ ବାନ୍ଧା କରାଇଛନ୍ତି। ଗୋଟେ ଅଧିକାରୀ ଭାଷଣ ଦେବ, ଗୋଟେ କ୍ୟାବିନେଟ୍ ମନ୍ତ୍ରୀ, ଗୋଟେ ବିଧାୟକ, ଗୋଟେ ମନ୍ତ୍ରୀ ସେ ତଳେ ହାତତାଳି ମାରିବ, ଲୋକ ଯୋଗାଡ଼ କରିବ, ଅଇଁଠା ଉଠେଇବ, ଟେଣ୍ଟ ବାନ୍ଧିବ, ଏସବୁ କାମ ସବୁ କରା କରୁଥିଲେ। ଟ୍ରାଫିକ୍ ଜଗିବ, ଏସବୁ କାମ କରା କରିଛନ୍ତି ବିଗତ ଦିନମାନଙ୍କରେ। ଏସବୁ ଜାଣିପାରୁନାହାନ୍ତି ନା ଦଳର କାର୍ଯ୍ୟକଳାପ କ'ଣ, ଗଣତନ୍ତ୍ର ବିପର୍ଯ୍ୟସ୍ତ ହେଇଥିଲା। ଆଉ ସେ ଦଳ ତ ଗଣତନ୍ତ୍ର ନଥିଲା, ସର୍ବନିମ୍ନ ପ୍ରୋଟୋକଲ୍ ମଧ୍ୟ ସେମାନେ ଭୁଲି ଯାଇଥିଲେ। ଯେତିକି ପ୍ରୋଟୋକଲ୍ ରହିବା କଥା, ଗୋଟେ କ୍ୟାବିନେଟ୍ ମନ୍ତ୍ରୀକୁ ସମ୍ମାନ ଦେବା କଥା ଗୋଟେ ଅଧିକାରୀ, ସେଇ ସମ୍ବନ୍ଧ ଟିକେ କହିପାରିଲାନି। ସେମାନେ ରିଟାୟାର କରାଇଲେ ସେ ଜିନିଷଟାକୁ, ଆଉ ତେଣୁ ସେ ନିଜ ଭୁଲଟା ସେମାନେ ଜାଣିପାରୁନାହାନ୍ତି, କେଉଁ ଭୁଲଟା ସେମାନେ କରୁଛନ୍ତି। ଦୋଷ ଦେଉଛନ୍ତି କ'ଣ ନା ବିଜେପି ସେ ଦଳକୁ ଭାଙ୍ଗୁଛି। ଏଥିରେ ବିଜେପିର ଭୂମିକା କିଛି ନାହିଁ।